ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ତୁମେ ଅନ୍ୟମାନଙ୍କୁ ଦୁଃଖ ଦେଇ ମୋ ଠାରୁ ସୁଖର ଆଶା ରଖ ନାହିଁ। ଆଉ ଯଦି କାହାକୁ ମୁହୂର୍ତ୍ତକ ପାଇଁ ଖୁସି ଦେଇଛ, ତେବେ ତୁମେ ତୁମ ଦୁଃଖର ଚିନ୍ତା କର ନାହିଁ, କାରଣ ସବୁବେଳେ ମୁଁ ତୁମ ସହ ଅଛି। ଜୀବନରେ ଯାହା ବି ହୁଏ କିଛି ନା କିଛି କାରଣରୁ ହୋଇଥାଏ। ହୁଏତ ସେ ତୁମକୁ କିଛି ବନେଇଥାଏ, ନହେଲେ ତୁମକୁ କିଛି ଶିଖାଇଥାଏ। ଜୀବନରେ ଯଦି କିଛି କରି ଆଗକୁ ଯିବାକୁ ଚାହୁଁଛ, ତେବେ ଅନ୍ୟମାନଙ୍କର କଥା ଶୁଣ ନାହିଁ, ଅନ୍ୟମାନଙ୍କୁ କିଛି କୁହ ନାହିଁ, କାରଣ ଏ ଦୁନିଆରେ ଲୋକ ଉପରକୁ ଉଠୁଥିବା ଲୋକକୁ ତଳକୁ ପକାଇ ଦିଅନ୍ତି, ତୁମକୁ ଦୁର୍ବଳ ମଧ୍ୟ କରିଦେବେ। ଜୀବନରେ କର୍ମକୁ ଡରନ୍ତୁ, ଭଗବାନଙ୍କୁ ନୁହଁ, କାରଣ ଭଗବାନ ତ କ୍ଷମା କରିଦେବେ, କିନ୍ତୁ ତୁମେ କରିଥିବା କର୍ମର ଫଳ ଆଜି ନହେଲେ କାଲି ନିଶ୍ଚିନ୍ତ ପାଇବ। ସବୁବେଳେ ସବୁ ପରିସ୍ଥିତିରେ ନିଜକୁ ଶାନ୍ତ ରଖ, ତେବେ ଯାଇ ନିଜେ ନିଜକୁ ମଜବୁତ କରିପାରିବ। ଯେପରି ଲୁହା ଥଣ୍ଡା ହେବା ପରେ ମଜବୁତ ହୋଇଥାଏ। ଯେଉଁ ମନୁଷ୍ୟ ନିଜ ଖୁସି ସହ ଅନ୍ୟମାନଙ୍କ ଖୁସି ବିଷୟରେ ଚିନ୍ତା କରେ, ସେ ମନୁଷ୍ୟକୁ ଭଗବାନ ସବୁବେଳେ ଖୁସିରେ ରଖିଥାନ୍ତି। ଜୀବନରେ ବହୁତ କିଛି ଶିକ୍ଷା ମିଳିଥାଏ। କେବେ କେବେ ଅତ୍ୟଧିକ ଖୁସି ମିଳିଥାଏ, ତ କେବେ କେବେ ବହୁତ ଦୁଃଖ ମିଳିଥାଏ। ଜୀବନରେ କେବେ ନିଜଠାରୁ ଅଧିକ କାହାକୁ ବିଶ୍ୱାସ କର ନାହିଁ। ଜୀବନରେ ସରଳ ହେବା ଠିକ୍, କିନ୍ତୁ ଦୁର୍ବଳ ହୁଅ ନାହିଁ, ନହେଲେ ସମସ୍ତେ ଆପଣଙ୍କର ଦୁର୍ବଳତାର ଫାଇଦା ଉଠାଇ ଚାଲିଯିବେ। ନିଜକୁ ସବୁବେଳେ ଏତେ ଶକ୍ତ ବନାଅ ଯେ କେହି ଯଦି ଆପଣଙ୍କୁ ଭାଙ୍ଗିବାକୁ ଚେଷ୍ଟା କରିବ, ସେ ପ୍ରଥମେ ନିଜେ ଭାଙ୍ଗିଯିବ। ଜୀବନରେ ଯଦି ଗୋଟିଏ ରାସ୍ତା ବନ୍ଦ ହୋଇଯାଇଛି, ତେବେ ଚିନ୍ତା ନକରି ଅନ୍ୟ ରାସ୍ତା ଖୋଜି ନିଅନ୍ତୁ, କାରଣ ଭଗବାନ ତୁମ ପାଇଁ ବହୁତ ଗୁଡ଼ିଏ ରାସ୍ତା ରଖିଛନ୍ତି। ଅତୀତକୁ ଭୁଲି ଯାଆନ୍ତୁ, ବର୍ତ୍ତମାନର ଏହି ମୁହୂର୍ତ୍ତକୁ ଭଲରେ କଟାନ୍ତୁ। ଦେଖିବେ ଆପଣଙ୍କ ଭବିଷ୍ୟତ ଆପେ ଆପଣଙ୍କର ପରିବର୍ତ୍ତନ ଆଣିଦେବ। ଯେତେବେଳେ ତୁମକୁ ବହୁତ ଖୁସି ଲାଗିବ, କିଏ ଆପଣଙ୍କୁ ସମ୍ମାନ ଦେଉ ଅବା ନ ଦେଉ, କିନ୍ତୁ ଆପଣ ସମ୍ମାନ ଦିଅନ୍ତୁ। ଦୁନିଆରେ ସବୁ ପ୍ରକାର କର୍ମ କରିପାରିବ ଯଦି ଆପଣଙ୍କର ଇଚ୍ଛା ଥାଏ, ତେବେ ସବୁ ସହଜ। ଇଚ୍ଛା ନଥିଲେ ସବୁ କଷ୍ଟ ଲାଗିଥାଏ। ସବୁବେଳେ ପରିଶ୍ରମ କରି ଚାଲନ୍ତୁ, ଫଳକୁ କେବେ ଆଶା କରନ୍ତୁ ନାହିଁ। ଫଳ କଥା ବୁଝିବାକୁ ଭଗବାନ ଅଛନ୍ତି। ନିଜକୁ ନିଜ ଆୟତ୍ତରେ ରଖନ୍ତୁ, ଖୁସିରେ ରହିବେ। ସବୁବେଳେ ଅନ୍ୟମାନଙ୍କର ପ୍ରିୟ ହୋଇ ରୁହନ୍ତୁ। ଆପଣ ଯାହା ଚାହିଁବେ ତାହା ପାଇପାରିବେ।